ଏହା ହେଉଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଲକ୍ଷ୍ମରା ପଞ୍ଚାୟତ ଲକ୍ଷ୍ମରା ତାରିଣୀ ମନ୍ଦିର ଛକରୁ ଯାହାକି ଧୂଆଁମୋଟା ଛକ ମୁଖ୍ୟ ରାସ୍ତା ଲାଗିଥିବା ଛକ ପର୍ଯ୍ୟନ୍ତ ରାସ୍ତାର ଯେଉଁଭଳି ଅବସ୍ଥା ରହିଛି ତାହା ଆଜିକାର ଦିନରେ ନୁହେଁ। ଗତ ବର୍ଷ ହେବ ଏପରି ଅବସ୍ଥା ପଡ଼ି ରହିଛି। ପ୍ରତିବର୍ଷ ସରକାରଙ୍କ ତରଫରୁ ରାସ୍ତା ମରାମତି ରାସ୍ତା ତିଆରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି, ହେଲେ କିପରି କାମ ହେଉଛି ତାହା ରାସ୍ତାକୁ ହିଁ ଜଣା ଆଉ କାମ କରିବା ଲୋକ ହିଁ ଜଣା ବା ସେଥିରେ ଯେଉଁ ବିଭାଗର ଅଧିକାରୀ ମାନେ ଅଛନ୍ତି ତାଙ୍କୁ ହିଁ ଜଣା ଯେ ଲକ୍ଷ ଲକ୍ଷ ଟଙ୍କା ପ୍ରତିବର୍ଷ ଆସିକି ବି ଯେଉଁଭଳି ରାସ୍ତା ହେଉଛି ପ୍ରତିବର୍ଷ ରାସ୍ତାର ଦୁରବସ୍ଥା ହେଉଛି ଆଉ ଖରାପ ହେଉଛି, ଯାହାକି ଲୋକେ ଯିବା ଆସିବା ପାଇଁ ଅତି ଶୋଚନୀୟ ହୋଇପଡ଼ୁଛି। କେଉଁଭଳିଆ ରାସ୍ତା ହେଇଛି ଆପଣମାନେ ଦେଖିପାରୁଥିବେ ଯେ ପ୍ରତିବର୍ଷ ତାହାର କାର୍ଯ୍ୟ କଲା ପରେ ବି ରାସ୍ତା ଏଭଳି ଭାବରେ ଅସୁବିଧାର ସମ୍ମୁଖୀନ ଲୋକେ ହେଉଛନ୍ତି। କିପରି ଗାଡ଼ ଖାଲ ରହିଛି, କିପରି ପାଣି ଭର୍ତ୍ତି ରହିଛି ଆପଣମାନେ ସିଧାସଳଖ ଦେଖିପାରୁଥିବେ, କିପରି ଯାନବାହନ ଯା ଆସ କରୁଛି। ତ ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଯେଉଁମାନେ ପ୍ରତିବର୍ଷ ଏଥିରେ ସେ ଠିକାଦାର ହୁଅନ୍ତୁ ବା ବ୍ଲକ ଅଧିକାରୀ ବା ବ୍ଲକର ଯେଉଁ ଅଧିକାରୀମାନେ ଏଥିରେ ଜଡ଼ିତ ଅଛନ୍ତି ଏହି ରାସ୍ତାରେ ସେମାନେ କିପରି ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ଆପଣମାନେ ଜାଣିପାରୁଥିବେ। ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ହେଲେ ଲୋକେ ଯେଉଁ ଭୋଟ୍ ଦେଉଛନ୍ତି ତା'ର ମୂଲ୍ୟ କ'ଣ ରହିଲା ବା ତାଙ୍କର ଯେଉଁ ଟ୍ୟାକ୍ସ ଟଙ୍କାଟି କିପରି ଦୁର୍ବ୍ୟବହାର ହେଉଛି ତାହା ଆପଣମାନେ ଭଲ ଭାବରେ ଜାଣିପାରୁଥିବେ। ଯେଉଁଭଳି ତାଙ୍କର ଟ୍ୟାକ୍ସ ଟଙ୍କା ସଦ୍ବ୍ୟବହାର ହେବାର କଥା ତାହା ହୋଇପାରେ ନାହିଁ, ତାହା କିପରି ଦୁର୍ବ୍ୟବହାର ହେଇକି ଲୋକେ ନିଜେ ଭୋଟ୍ ଦେଇ ନିଜେ ଟ୍ୟାକ୍ସ ଟଙ୍କା ଦେଇ କିପରି ଲୋକେ ଖରାପ ରାସ୍ତାରେ ଯାତାୟାତ କରୁଛନ୍ତି, ହଇରାଣ ହେଉଛନ୍ତି ଆପଣମାନେ ଦେଖିପାରୁଥିବେ।